ପିଲାମାନେ ଆଜି ଆଲୋଚନା କରିବା ସିଟି ଅନ୍ ଏ ହିଲ୍ ବା ସିଟି ଅପନ୍ ଏ ହିଲ୍ ଦୁଇଟା ଯାକ ସେମ୍ ଜିନିଷ। ଆମେରିକାନ ଲିଟରେଚର ଏବଂ ତାର ଯେଉଁ ରାଜନୈତିକ ଭାଷଣର ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମେଟାଫର ରୂପକ ବୋଲି କହୁଛେ। ଏହା ମୁଖ୍ୟତଃ ଆମେରିକାର ସ୍ୱତନ୍ତ୍ରତା ଆମେରିକାନ ଏକ୍ସପ୍ରେସନାଲିଜିମ୍ ଯେଉଁଟା ଆମେ କହୁଛେ ଏବଂ ବିଶ୍ୱ ପାଇଁ ଏକ ଆଦର୍ଶ ଭାବରେ ଦେଶର ଭୂମିକାକୁ ବୁଝାଇଥାଏ। କେଉଁଟା ନା ସିଟି ଅନ୍ ଏ ହିଲ୍ ବା ସିଟି ଅପନ୍ ଏ ହିଲ୍ ଏ ଦୁଇଟା ଯାକ। ଏଇ ଯେଉଁ ଶବ୍ଦଟି ବାଇବେଲରୁ ଆସିଛି, ବିଶେଷ କରି ମାଥ୍ୟୁଙ୍କ ସୁସମାଚାର ଯେଉଁଠାରେ ଯୀଶୁ କହିଥିଲେ କ'ଣ କହିଥିଲେ ନା ତୁମ୍ଭେମାନେ ଜଗତର ଜ୍ୟୋତି, ପର୍ବତ ଉପରେ ଥିବା ନଗରୀ କେବେ ଲୁଚିକି ରହିପାରିବ ନାହିଁ, ସମସ୍ତଙ୍କୁ ଦେଖାଯିବ। ସେଇଭଳି ଜିନିଷଟି 1630 ମସିହାରେ ପ୍ୟୁରିଟାନ୍ ନେତା ଜନ୍ ୱିନ୍ଥ୍ରୋପ୍ ତାଙ୍କର ପ୍ରସିଦ୍ଧ ବକ୍ତବ୍ୟ ଏ ମଡେଲ୍ ଅଫ୍ ଖ୍ରୀଷ୍ଟିଆନ୍ ଚାରିଟିରେ ଏହି ମେଟାଫରଟି ବ୍ୟବହାର କରିଥିଲେ। ସେ ନ୍ୟୁ ଇଂଲଣ୍ଡକୁ ଯାଉଥିବା ତାଙ୍କ ସହଯାତ୍ରୀମାନଙ୍କୁ କହିଥିଲେ ଯେ ସେମାନଙ୍କୁ ଏକ ସିଟି ଅପନ୍ ଏ ହିଲ୍ ପରି ହେବାକୁ ପଡ଼ିବ, ଅର୍ଥାତ୍ ସମଗ୍ର ବିଶ୍ୱ ସେମାନଙ୍କୁ ଦେଖୁଥିବ। ୱିନ୍ଥ୍ରୋପ୍ଙ୍କ ଉଦ୍ଦେଶ୍ୟ ଥିଲା ଏହାକୁ ଏକ ଗର୍ବ ବା ଆତ୍ମ ବଢ଼ିବା ଭାବରେ ସେ କହିନଥିଲେ, ବରଂ ଏକ ଚେତାବନୀ ଭାବରେ କହିଥିଲେ। ସେ କହିଥିଲେ ଯେ ସେମାନେ ପୃଥିବୀର ନଜର ରହିବେ ଯଦି ସେମାନେ ଈଶ୍ୱରଙ୍କ ସହ କରାଯାଇଥିବା ଚୁକ୍ତିକୁ ପାଳନ ନ କରନ୍ତି। ତେବେ ସେମାନେ ସାରା ବିଶ୍ୱ ପାଇଁ ଏକ ଦୁଃଖଦ ଦୃଷ୍ଟାନ୍ତ ବା ଷ୍ଟୋରି ଆଣ୍ଡ ଏ ବାଇୱାର୍ଡ଼ ହୋଇଯିବେ। 12th ସେଞ୍ଚୁରୀରେ ବିଶେଷ କରି କୋଲ୍ଡ ୱାର୍ ସମୟରେ ଏବଂ ରୋନାଲ୍ଡ ରେଗାନଙ୍କ ରାଷ୍ଟ୍ରପତି କାଳରେ ଏହି ଶବ୍ଦଟି ବଦଳି ଯାଇଥିଲା। ଏହା ଆମେରିକାର ସ୍ୱତନ୍ତ୍ର ମିଶନ, ଗଣତନ୍ତ୍ର ଏବଂ ବିଶ୍ୱ ପାଇଁ ଏକ ଆଶାର ଆଲୋକ ବେକନ୍ ଅଫ୍ ହୋପ୍ ଭାବରେ ବ୍ୟବହୃତ ହେବାକୁ ଲାଗିଲା। ଆଜି ଏହି ଶବ୍ଦଟି କେଉଁ ଶବ୍ଦଟି ନା ସିଟି ଅନ୍ ଏ ହିଲ୍ ବା ସିଟି ଅପନ୍ ଏ ହିଲ୍ ଶବ୍ଦଟି ଆମେରିକୀୟ ସଭ୍ୟତାର ଏକ ପ୍ରତୀକ ପାଲଟିଛି। ଏହା ଆମେରିକାକୁ ଏକ ମଡେଲ ଭାବରେ ପ୍ରତିଷ୍ଠା କରିଛି। ଜନ୍ ଏଫ୍ କେନେଡିଙ୍କ ଠାରୁ ଆରମ୍ଭ କରି ବାରାକ ଓବାମା ପର୍ଯ୍ୟନ୍ତ, ଜୋ ବାଇଡେନ୍ ପର୍ଯ୍ୟନ୍ତ, ଆମର ଟ୍ରମ୍ପ ଚାଚା ପର୍ଯ୍ୟନ୍ତ ସମସ୍ତେ ରାଷ୍ଟ୍ରପତି ଏହି ଶବ୍ଦଟିକୁ ବ୍ୟବହାର କରିଛନ୍ତି। କିଛି ବିଦ୍ୱାନ ଯୁକ୍ତି କରନ୍ତି ଯେ ଏହି ଧାରଣା ଦେଶକୁ ଅତ୍ୟଧିକ ଆତ୍ମବିଶ୍ୱାସୀ କରିଥାଏ, ଯାହାକି ଅନ୍ୟ ଦେଶର ବ୍ୟାପାରରେ ହସ୍ତକ୍ଷେପ କରିବାର ଆଳ ଦେଇପାରେ। ପିଲାମାନେ, ସିଟି ଅନ୍ ଏ ହିଲ୍ ବା ସିଟି ଅପନ୍ ଏ ହିଲ୍ ହେଉଛି ଆମେରିକାର ଏକ ଆଦର୍ଶବାଦୀ ଚିତ୍ର, ଯାହା ଏକ ଧାର୍ମିକ ଚେତନାରୁ ବିକଶିତ ହୋଇ ଆଜି ଜାତୀୟ ଗର୍ବ ଏବଂ ଦାୟିତ୍ୱର ପ୍ରତୀକରେ ପରିଣତ ହୋଇଛି। ପିଲାମାନେ, ମୁଁ ଆଶା କରିଛି ତୁମମାନେ ସିଟି ଅନ୍ ଏ ହିଲ୍ ବା ସିଟି ଅପନ୍ ଏ ହିଲ୍ ବୁଝିପାରିଥିବ। ପୁଣି ଦେଖା ହେବ ନେକ୍ସଟ କ୍ଲାସ୍ରେ। ଆଜି ପାଇଁ ଏତିକି ରହୁଛି। ହାଭ୍ ଏ ଗୁଡ୍ ଡେ।